ନିଆଁ ଯଦି ନ ଦେବ ନିଆଁ ହେଇଛି ନିଆଁ ଯଦି ଆମକୁ ନ ଦେବ ଆମେ ସେଠି ରହିପାରିବୁ କେମିତି? ଏଇ ବୟସର ଗୋଟେ ମାନେ ମାଡ଼ ଖାଇବା ଇଏ କରିବା କେମିତି ଠିକ୍? ମୋ ଗୋଡ଼ ହାତ ଉଠୁନି। ମାଡ଼ ମାରିକି ହଁ ପେଡ଼ିଦେଲେ ତ ଇଟା ପଥର ପଡ଼ିଲେ ମୁଁ ପଡ଼ିଛି ଆଉ ମାରିଦେଇଥାନ୍ତେ ପୁରା। ଆଉ ସେଇଦିନ ତୁ କିଏ ଏଇ ଜାଗା ଉପରେ କହି ମାରିଦେଇଥାନ୍ତେ। ହଁ ମାରି ପକେଇଥାନ୍ତେ। ହଁ କ'ଣ କରୁଥିଲେ ସେ? ମାରି ପକେଇଥାନ୍ତେ। କିଏ ଜାଣିଛି ତାଙ୍କର ମାରି ଦେଇଥାନ୍ତି କ'ଣ କରିଥାନ୍ତି ବହୁତ କୁଆଡ଼େ ଉଦ୍ଦେଶ୍ୟ କ'ଣ ଥିଲା? ହଁ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା? ହଁ ତାଙ୍କ ଇଜ୍ଜତ ସେଇଆ। ଉଦ୍ଦେଶ୍ୟ ତାଙ୍କର କ'ଣ ଥିଲା? ତାଙ୍କର ଉଦ୍ଦେଶ୍ୟ ସେଇଆ ସେ ମାରି ପକେଇଥାଏ ମାରି ପକେଇ ସେଇ ଟୁକା ଥିନେ ଯିଏ ଦେଇଛି ତାକୁ ମାରି ଦେଇଥାନ୍ତେ ଜୀବନରେ। ଘଟଣା କି ଆମର ହେଲା ଜମିବାଡ଼ି ବିବାଦ ଲାଗିଥିଲା ଯାହାକି ହେଲା 10 ବର୍ଷ ହେଇଗଲାଣି। ସେ ଜାଗା ଉପରେ ଆମର ଗଣ୍ଡଗୋଳ ଆଗରୁ ହେଇଥିଲା। ଦୁଇ ପକ୍ଷ ବି ଜେଲକୁ ବି ଯାଇଥିଲେ। ସେ ଜାଗାକୁ ପରମାନେଣ୍ଟ ପାଇଁ ବି ବନ୍ଦ ରଖାଯାଇଛି। ଯାହାଫଳରେ କି ସେ ଜାଗା ଉପରେ ଆମର ପଡ଼ୋଶୀ ଲୋକମାନେ ଯାଇକି ଜୋର ଜବରଦସ୍ତି ଆମ ଜାଗା ଉପରେ ବାଡ଼ ବସାଉଥିଲେ। ଉଦୟନାରାୟଣ ସାମଲ, ଜଗନ୍ନାଥ ସାମଲ, ଚନ୍ଦନ ସାମଲ ଆଉ ହେଲା ଶିବଜ୍ୟୋତି ସାମଲ ବାଡ଼ ବସାଉଥିଲେ। ମୋ ମାଆ ଯାଇକି ବିରୋଧ କରିବାରୁ ମୋ ମାଆକୁ ଗଡ଼େଇ ପଡ଼େଇ ମାରିଛନ୍ତି। ମାରିଲା ପରେ ମୋ ମାଆ ଏବେ ଭଦ୍ରକ ମେଡ଼ିକାଲରେ ଟ୍ରିଟମେଣ୍ଟ ହେଉଥିଲା। ତାପରେ ବହୁତ ସିରିୟସ୍ ହେବାରୁ କଟକ ମେଡ଼ିକାଲରେ ବି ଟ୍ରିଟମେଣ୍ଟ ଚାଲିଛି। ତା ଫଳରେ ବି ଆମେ ନେଇକି ଥାନାରେ ଏତଲା ଦେଇଥିଲୁ। ଆମ ଘରେ ଜମି ଜମା ବିବାଦରୁ ବୋଉ ମାନେ ଆମ ଜମିର ଉଦୟକାନ୍ତ ସାମଲ, ଚନ୍ଦନ ସାମଲ, ଶୁଭଜିତ ସାମଲ, ଜଗନ୍ନାଥ ସାମଲ ଆମ ବାଡ଼ିର ବାଡ଼ ପୁତୁଥିବା ସମୟରେ ମୋ ବୋଉ ବିରୋଧ କରିବାରୁ ମୋ ବୋଉକୁ ଗଡ଼େଇ ପଡ଼େଇ ଶାଢ଼ୀ ଖୋଲି ମାରିଛନ୍ତି। ଆମେ ଥାନାରେ ପିରାହାଟ ଥାନାରେ ଅଭିଯୋଗ କରିବାରୁ ପିରାହାଟ ଥାନା ବାବୁ କହୁଛନ୍ତି ମାନେ କିଛି ଆକ୍ସନ୍ ନେଉନାହାନ୍ତି। ତେଣୁ ଆମେ SDPO ଅଫିସକୁ ଆସି ଅଭିଯୋଗ କରିଛୁ। ମାଆ ଭଦ୍ରକରୁ ରେଫର ହେଇ ସିରିୟସ୍ ହେବାରୁ ରେଫର ହେଇ ଏବେ କଟକ SCBର ଚିକିତ୍ସାଧୀନ ଅଛନ୍ତି। ନ୍ୟାୟ ଚାହୁଁଛୁ। ମୋ ମାଆକୁ ସଠିକ୍ ନ୍ୟାୟ ମିଳୁ। ଯେଉଁମାନେ ମାରିଛନ୍ତି ତାଙ୍କୁ ଆରେଷ୍ଟ ହୁଅନ୍ତୁ ସେମାନେ।